এই শুভ ସକାଳ ସମୟରେ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ଆମମାନେ এই ସ୍ଥାନରେ ଆମେ ଏକତ୍ର ହଉଥିଲୁ ହେଇଛୁ ଆମେ ଆଉ ଆମମାନଙ୍କର ରାଜୀବ ମାଲିକ ଭାଇ ପାଇଁ ବହୁତ ଧନ୍ୟବାଦ। ବହୁତ ସୁନ୍ଦର ଭାବରେ ଆମମାନଙ୍କୁ ଆରାଧନାରେ ସେ କଢେଇ ନେଇଛନ୍ତି। ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁଙ୍କର ଗୌରବ ମହିମା ହେଉ। ସକାଳ ସମୟରେ ଗଳା ଫିଟିବ ନାହିଁ, ହାତ ଉଠିବ ନାହିଁ, ମାତ୍ର ପ୍ରଭୁଙ୍କୁ ପାଇଥିବା ଲୋକ ସବୁ ସମୟରେ ସେମାନଙ୍କ ଗଳା ଫିଟିବ। Praise the ସେମାନେ Lord. ଜଗତର ସିଙ୍ଗର ପରି ନୁହନ୍ତି ଯେ ମୋର ଆଜି ଗଳା ବସି ଯାଇଛି। ଆମର ବସିଥିବା ଜୀବନକୁ ପ୍ରଭୁ ଉଠେଇଛନ୍ତି, ଆଉ ଗଳାକୁ ଉଠେଇବେ ନାହିଁ କି ସେ ସବୁ ଉଠା ଉଠି କରିକି ସେ ରଖିଛନ୍ତି। ପ୍ରଭୁଙ୍କର ଗୌରବ ହଉ। ଆମମାନେ ବାକ୍ୟ ଶୁଣିବା ପାଇଁ ଯିବା ଆମେ ଏଇ ସକାଳ ସମୟରେ ପ୍ରଭୁଙ୍କର ବାକ୍ୟ ଆମମାନଙ୍କ ନିମନ୍ତେ ବହୁତ ବହୁତ ଉତ୍ସାହିତ କରୁଅଛି। ଆପଣମାନଙ୍କର ସହଭାଗିତା ପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁଙ୍କର ଗୌରବ ହଉ। ଯୋଉମାନଙ୍କର ଆବଶ୍ୟକ ନାହିଁ ସେମାନେ ମାଇକ୍ ଟାକୁ ବନ୍ଦ ରଖନ୍ତୁ, କାହିଁକି ନା ଅନେକ ସମୟରେ ଘର ପରିବାର ଲୋକ କେହି ମଧ୍ୟ ଡିଷ୍ଟର୍ବ କରିପାରନ୍ତି। ଆଉ ଯୋଉମାନଙ୍କର ଆବଶ୍ୟକ ଅଛି ମାଇକ୍ ଟା ଖୋଲା ରଖନ୍ତୁ, କିଛି ଅସୁବିଧା ନାହିଁ। ପ୍ରଭୁଙ୍କର ଗୌରବ ମହିମା ହେଉ। ଆମମାନେ ପ୍ରଭୁଙ୍କର ବାକ୍ୟ ଆମେ ଶୁଣିବା ପାଇଁ ଯିବା ଆମେ ଗୋଟିଏ ଛୋଟିଆ ପ୍ରସଙ୍ଗରେ ଆପଣମାନଙ୍କୁ ଅଳ୍ପ ସମୟ ଧରି ପ୍ରଭୁଙ୍କ ବାକ୍ୟରୁ ମୁଁ ଉତ୍ସାହିତ କରିବା ପାଇଁ ଚାହେଁ। ଏହା ଗୋଟେ ଘଟଣା ଯୋଉ ସମୟରେ ଚୀନ ଦେଶରେ ଅତ୍ୟଧିକ ପରିମାଣରେ ମଣ୍ଡଳୀକୁ ତାଡ଼ନା ହେଲା। ଯେତେବେଳେ ଅତ୍ୟଧିକ ପରିମାଣରେ ମଣ୍ଡଳୀକୁ ତାଡ଼ନା ହେଲା, ମଣ୍ଡଳୀ ପଛକୁ ଘୁଞ୍ଚା ଦେଇଦେଲା। ଅନେକ ଲୋକ ଯୀଶୁଖ୍ରୀଷ୍ଟଙ୍କୁ ଛାଡିଦେଲେ, ପଛକୁ ଫେରିଗଲେ। ଫେରିଗଲେ ତାପରେ ଅନେକ ଟିମ୍ ରିସର୍ଚ୍ଚ କରିବା ପାଇଁ ଗଲେ ଯେ ମଣ୍ଡଳୀ କାହିଁକି ଯୀଶୁଙ୍କୁ ଛାଡି ପଛକୁ ଫେରିଗଲେ। ଯେତେବେଳେ ଯୋଉମାନେ ଯୀଶୁଙ୍କୁ ଛାଡି ପଛକୁ ଫେରି ଯାଇଥିଲେ ସେଇ ସମୟ ତାଙ୍କୁ ପଚାରିଲେ ତୁମେ କାହିଁକି ଯୀଶୁଙ୍କୁ ଛାଡିକିନା ପଛକୁ ଫେରିଗଲ କହିଲା ବେଳେ ସେମାନେ କହିଲେ ଆଜ୍ଞା ତାଡନା ହେବ ବୋଲି ଆମକୁ କେହି ଶିକ୍ଷା ଦେଇନଥିଲେ। ଆମକୁ କେବଳ କହିଥିଲେ ଯୀଶୁଖ୍ରୀଷ୍ଟ ମେଘମାଳାରେ ଆସିବେ ଆଉ ତୁମକୁ ନେଇଯିବେ। ଯୀଶୁଖ୍ରୀଷ୍ଟ ମେଘମାଳାରେ ଆସିଲେ ନାହିଁ, ମାତ୍ର କମ୍ୟୁନିଷ୍ଟ ସରକାର ଆସିଲେ ଆଉ ଆମକୁ ଅତ୍ୟଧିକ ପରିମାଣରେ ତାଡନା କଲେ। ସେଥିପାଇଁ ଆମେ ପଛଘୁଞ୍ଚା ଦେଇଦେଲୁ। ପ୍ରିୟମାନେ, ଯଦି ଆମେ ମଣ୍ଡଳୀକୁ କ୍ଲେଶ ବିଷୟରେ, ତାଡନା ବିଷୟରେ ଯଦି ଆମେ ଶିକ୍ଷା ଦେବା ନାହିଁ, ମଣ୍ଡଳୀ ପ୍ରସ୍ତୁତ କି ପ୍ରକାର ହେବ? ମଣ୍ଡଳୀକୁ ଆମେ ପ୍ରସ୍ତୁତ କରିବାର ଦାୟିତ୍ୱ ହଉଛି ଆମର। ସେ ମଣ୍ଡଳୀରେ ବ୍ଲେସିଂ ର ଶିକ୍ଷା, ମଣ୍ଡଳୀରେ ଆଶୀର୍ବାଦର ଶିକ୍ଷା, ମଣ୍ଡଳୀରେ ସୁସ୍ଥତାର ଶିକ୍ଷା, ସମୃଦ୍ଧିର ଶିକ୍ଷା, ଏଇ ସବୁ ଶିକ୍ଷା ଗୁଡିକ ଯୋଉ ରହିଛି, ଏଇ ସବୁ ଶିକ୍ଷା ଗୁଡିକ ମଣ୍ଡଳୀକୁ ଦୁର୍ବଳ କରୁଛି। ମଣ୍ଡଳୀରେ କୁ ଯେ ପ୍ରକାର କି ମଜବୁତ କରିବାର ଶିକ୍ଷା ଦରକାର ଅଛି। ଯଦି ଆମେ ଗୋଟେ ପଦ ଆମେ ପଢିବା, ଆମେ ପ୍ରଭୁ କଣ କହୁଅଛନ୍ତି ଯୋହନ ଲିଖିତ ସୁସମାଚାର ଏହାର 16 ଅଧ୍ୟାୟ, ଯୀଶୁଖ୍ରୀଷ୍ଟଙ୍କର ଶେଷ କଥା ଗୁଡିକ 16 ଅଧ୍ୟାୟର 33 ପଦରେ ଲେଖାଗଲା, ତୁମ୍ଭେମାନେ ଯେପରି ମୋ ଠାରେ ଶାନ୍ତି ପ୍ରାପ୍ତ ହୁଅ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏହି ସମସ୍ତ ବିଷୟ କହିଅଛି। ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଲେଶ ଅଛି, ଅଛି କି ନାହିଁ? ଜଗତରେ ଆମ୍ଭମାନଙ୍କ ନିମନ୍ତେ କ୍ଲେଶ ଅଛି। ଯୋଉ ପ୍ରକାର କ୍ଲେଶ, ଦେଖନ୍ତୁ ଅଳ୍ପ ଦିନ ତଳେ ଜଣେ ପାଷ୍ଟର ଆଜ୍ଞା, ତାଙ୍କ ନାଁ ହେଲା ବିପିନ ବିହାରୀ ନାୟକ। ସେ ଢେଙ୍କାନାଳର ଜଣେ ପ୍ରଭୁଙ୍କର ଦାସ। ତାଙ୍କେ ଘରେ ଚର୍ଚ୍ଚ କରୁଥିଲେ, ଘରେ ପ୍ରାର୍ଥନା କରୁଥିଲେ, କାହା ଘରକୁ ଯାଇ ନଥିଲେ, କାହାକୁ ସୁସମାଚାର ଦେଉନଥିଲେ। ମାତ୍ର ଏ ଖ୍ରୀଷ୍ଟ ବିରୋଧୀ ଲୋକମାନେ ତାଙ୍କୁ ଘରକୁ ଯାଇ ତାଙ୍କୁ ଆରାଧନା କରୁଥିବା ସ୍ଥାନରୁ ତାଙ୍କୁ ଝିକି ଆଣି ନିର୍ଧୁମ ମାରିଛନ୍ତି। କେବଳ ମାରିଛନ୍ତି ତାହା ନୁହେଁ, ଝିକି ଝିକି ନେଲେ, ମନ୍ଦିରକୁ ନେଲେ। ତୁମେ ଏଇଠି ଜୟ ଶ୍ରୀରାମ କୁହ ବୋଲି ତାଙ୍କୁ ଜବରଦସ୍ତି କଲେ। ତା ପଛେ ତାଙ୍କୁ ଗୋବର ଖୁଆଇଲେ, ଚପଲ ମାଳ ପିନ୍ଧେଇଲେ। ପ୍ରିୟମାନେ, ଜଗତରେ ଆମମାନଙ୍କ ନିମନ୍ତେ ତାଡନା ଅଛି। ଯୋଉ ପ୍ରକାର ତାଡନା ଚାଲିଛି, ଆମର ମଣ୍ଡଳୀକୁ ମଧ୍ୟ ଆମେ ପ୍ରସ୍ତୁତ କରିବାର ଅଛି, ଯେ ପ୍ରକାର କି ମଣ୍ଡଳୀ ମଧ୍ୟ ସାହସ ପ୍ରାପ୍ତ ହେବ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ହାଲେଲୁୟା। Amen. Hallelujah. ପରମେଶ୍ୱର ଜଗତକୁ ଜୟ କରିଛନ୍ତି। ପ୍ରିୟମାନେ,
ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାହାକୁ ଆମେ ବିଶ୍ୱାସ କରୁଛୁ ସେ ଆମ ଆଗରେ ଆମେ କି ତାଡ଼ନା ଭୋଗ କରିଛୁ ଆମ ଠାରୁ କେତେ ଗୁଣ ଅଧିକ ତାଡ଼ନା ଭୋଗ କରି ଏଇ ଜଗତକୁ ଜୟ କରି ଯାଇଛନ୍ତି। ସେ କହୁଛନ୍ତି ସାହସ ଧର, ତୁମର ସାହସକୁ ପରିତ୍ୟାଗ କର ନାହିଁ, ତୁମେ ସାହସରେ ତୁମେ ଚାଲ। ଦିନକର ଘଟଣା, ଗୋଟିଏ ମଣ୍ଡଳୀକୁ ପ୍ରଭୁଙ୍କର ଦାସ ନୂଆରେ ସେମାନେ ତିଆରି କରୁଛନ୍ତି, ନୂଆରେ ସେମାନେ ବିଶ୍ୱାସ କରୁଛନ୍ତି। ଯେତେବେଳେ ସେ ନୂଆରେ ବିଶ୍ୱାସ କରି ପ୍ରଭୁଙ୍କ ମାର୍ଗକୁ ଚାଲୁଛନ୍ତି ସେଇ ସମୟରେ ତାଙ୍କ ପ୍ରତି ଭୟଙ୍କର ତାଡ଼ନା ହେଲା। ଯୋଉ ଭୟଙ୍କର ତାଡ଼ନା ହେଲା ସେତେବେଳେ ପାଳକ ଆଜ୍ଞା ଶୁଣିଲେ ଯେ ବିଶ୍ୱାସୀ ମାନଙ୍କ ପ୍ରତି ଭୟଙ୍କର ତାଡ଼ନା ହେଇଛି। ସେତେବେଳେ ସେ ଛାନିଆ ହେଇ ଦୌଡ଼ିକିନା ସେ ଆସୁଛନ୍ତି। ଦୌଡ଼ିକିନା ଆସିବା ସମୟରେ ଦେଖୁଛନ୍ତି ବିଶ୍ୱାସୀ ମାନଙ୍କ ଘରକୁ ନିଆଁ ଲଗେଇ ଦେଇଛନ୍ତି। ବିଶ୍ୱାସୀ ମାନେ ବାଲ୍ଟିରେ ପାଣି ଆଣିକିନା ସେ ସବୁ ଯାକ ଫିଙ୍ଗୁଛନ୍ତି। ପାଳକ ଆଜ୍ଞାଙ୍କର ମୁହଁ ଶୁଖିଗଲା। ତାଙ୍କ ପାଖକୁ ଯାଇକିନା କଣ କହିବେ ସେ ଜାଣିପାରୁନାହାନ୍ତି। ସେତେବେଳେ ସେ ବିଶ୍ୱାସୀ ମାନେ ପାଣି ପକଉଛନ୍ତି ଆଉ କହିଲେ ଆଜ୍ଞା ପ୍ରେଜ୍ ଦ ଲର୍ଡ ଆଜ୍ଞା, ଆପଣ ବିଲକୁଲ ଭୟଭୀତ ହୁଅନ୍ତୁ ନାହିଁ ଆଜ୍ଞା, ଏ ଘର ସହିତ ଆମେ ଜଳିଯିବୁ ସିନା, ଆମେ ଯୀଶୁଙ୍କୁ ପରିତ୍ୟାଗ କରିବୁ ନାହିଁ, ସେମାନେ କହିଲେ। Amen. Praise the Lord. ପ୍ରିୟମାନେ, ଆଜିର ବିଶ୍ୱାସୀ ମାନେ ସେମାନେ ସେଇ ପ୍ରକାର ଭାବରେ ସାହସିକ। ପ୍ରଭୁଙ୍କର ଗୌରବ ମହିମା ହେଉ। ଆମେ ଏବେ ଦେଖୁଛୁ ଉମରକୋଟରେ the ଯୋଉ Lord. ପ୍ରକାର ଭାବରେ ଏବେ ତାଡ଼ନା ଚାଲିଛି, ଉମରକୋଟର ସେ ଗାଁରେ ଗୋଟେ ଚର୍ଚ୍ଚ ଅଛି। ସେ ଚର୍ଚ୍ଚ ସାମ୍ନାରେ ତାଙ୍କର ଗୋଟେ ପୁରୁଣା ମନ୍ଦିର ଗୋଟେ ଅଛି। 10 ବର୍ଷ ହେଲା ସେଠି ଚର୍ଚ୍ଚ ଅଛି। ସେମାନଙ୍କର ଦାବା ଏବେ କଣ, ତୁମର ଚର୍ଚ୍ଚକୁ ଏଇ ସ୍ଥାନରୁ ବାହାର କର, ତୁମର ଚର୍ଚ୍ଚ ଏ ସ୍ଥାନରେ ଥିଲେ ଆମର ଦେବତା ମନ୍ଦିର ଭିତରକୁ ଆସିପାରୁନାହିଁ। ସେମାନେ ଏଇ ଚର୍ଚ୍ଚକୁ ଭାଙ୍ଗିକିନା ଅଲଗା ଜାଗାକୁ ସିଫ୍ଟ କରିବା ପାଇଁ ସେମାନେ ଜାଣିବାର ଅଛି, ଯଦି ଏଇ ଚର୍ଚ୍ଚ ଥିବା ଦ୍ୱାରା ତୁମର ଦେବତା ଯଦି ଆସିପାରୁନାହାନ୍ତି ବୋଲେ କିଏ ଶକ୍ତିଶାଳୀ ଜାଣିକିନା ତାଙ୍କୁ ଗ୍ରହଣ କରି ତାଙ୍କର ସେବା କରିବା କଥା। ପ୍ରିୟମାନେ, ପ୍ରଭୁଙ୍କର ଗୌରବ ମହିମା ହେଉ। ସେ ବିଶ୍ୱାସୀ ମାନେ ସାହସର ସହିତ ସେମାନେ ଠିଆ ହେଇଛନ୍ତି। ସେମାନେ 100 ଉପରେ ପରିବାର, ଏମାନେ ମାତ୍ର 30 ପରିବାର। ଆଉ ଏମାନେ ପ୍ରଭୁଙ୍କ ପାଇଁ ବହୁ ସାହସର ସହିତ ସେମାନେ ଠିଆ ହେଇକିନା ଅଛନ୍ତି। ମୁଁ ଆଜି ଆପଣମାନଙ୍କୁ କହିବା ପାଇଁ ଯାଏ, ସାହସ ଧର। ଆମକୁ ସାହସ ଧରିବାର ସମୟ। ଆମକୁ ଯେତେ ପ୍ରକାର ତାଡ଼ନା କରାଯାଉ, ସେ ପାଷ୍ଟର ଆଜ୍ଞା ଚାହିଁଥିଲେ ସେ କହିପାରିଥାନ୍ତେ, ମାତ୍ର ସେ ନିଜର ବିଶ୍ୱାସରେ ଦୃଢ ହେଇକିନା ଠିଆ ହେଲେ। ଆଉ ଯେତେବେଳେ ତାଙ୍କୁ ପଚରା ଗଲା, ଯୋଉମାନେ ତୁମକୁ ତାଡ଼ନା କଲେ, ଗୋବର ଖୁଆଇଲେ, ଚପଲ ମାଳ ପିନ୍ଧେଇଲେ, ସେମାନଙ୍କ ପ୍ରତି କଣ କରିବା ପାଇଁ ତୁମେ ଚାହୁଁଛ? ସେ କହିଲେ, ମୁଁ ସେମାନଙ୍କୁ କ୍ଷମା ଦଉଛି ଆଜ୍ଞା, ପ୍ରଭୁ ସେମାନଙ୍କୁ କ୍ଷମା ଦିଅନ୍ତୁ। ପ୍ରିୟମାନେ, ଏଇଟା ହଉଛି ଆମ ଖ୍ରୀଷ୍ଟିଆନିଟି। Amen. ଏବେ ବର୍ତ୍ତମାନ ଡବଲ ଇଞ୍ଜିନର ସରକାର ଚାଲିଛି। ଆଉ ଏ ଡବଲ ଇଞ୍ଜିନର ସରକାର ଭୟଙ୍କର ଭାବରେ ସେ ତାଡ଼ନା କରୁଛନ୍ତି। ଆଉ ଏଇ ତାଡ଼ନା ସମୟରେ ଆମର କାମ ହେବା କଣ, ସାହସ ଧର। ଆମକୁ ସାହସରେ ଆଗୁ ବଢିବାର ଅଛି। ଏଇ ଯୋଉ ତାଡ଼ନା, ଏଇ ଚର୍ଚ୍ଚ ଭାଙ୍ଗିବାଟା, ଏସବୁ ଗୁଡିକ ନୂଆ ବିଷୟ ନୁହେଁ। ପ୍ରିୟମାନେ, ଲୋକମାନେ ଚର୍ଚ୍ଚ ଘରକୁ ଭାଙ୍ଗି ପାରିବେ, ମାତ୍ର ଅରିଜିନାଲ ଚର୍ଚ୍ଚ ଆମେ ଅଟୁ। ଆମକୁ ଭାଙ୍ଗିବା ପାଇଁ କୌଣସି ଅସ୍ତ୍ର ତିଆରି ହେଇନାହିଁ। କୌଣସି ବ୍ୟକ୍ତି ଆମକୁ ଭାଙ୍ଗି ପାରିବେ ନାହିଁ। ଏଇଟା ଆମେ ଜାଣିଛୁ। ତୁମେ ଇଟା ମାଟି କାନ୍ଥରେ ତିଆରି ଚର୍ଚ୍ଚକୁ ତୁମେ ଭାଙ୍ଗି ଦେଇ ତୁମେ ଭାବୁଛ ଆମେ ଚର୍ଚ୍ଚକୁ ଭାଙ୍ଗିଦେଲୁ। ମାତ୍ର ଯୀଶୁଖ୍ରୀଷ୍ଟ କହିଲେ, ମୁଁ ଯୋଉ ମଣ୍ଡଳୀ ତଳିବି, କିଏ ସେଟା, ନରକର ବଳ, ମୁଣ୍ଡି ଶୈତାନ, ସେ ଏଇଟାକୁ ସେ ଭାଙ୍ଗି ପାରିବ ନାହିଁ। ଆଉ ତୁମେ ଚିଲ୍ଲା ପାର୍ଟି କଣ କରିପାରିବ? ପ୍ରିୟମାନେ, ଆମେ ଏଇ ପ୍ରକାର ଗୋଟେ ମଣ୍ଡଳୀରେ ଆମେ ଅଛୁ, ଯୋଉ ମଣ୍ଡଳୀକୁ କି ନରକର ବଳ ମାନେ ମୃତ୍ୟୁ ପରାଜୟ କରିପାରିବେ ନା। ମୁଁ ନୂଆରେ ପ୍ରଭୁଙ୍କୁ ଗ୍ରହଣ କଲି। ପ୍ରଭୁଙ୍କୁ ଗ୍ରହଣ କରି ଉଦ୍ଯୋଗରେ ପ୍ରଭୁଙ୍କ ସହିତ ମୁଁ ଚାଲୁଛି। ଯୁଆଡେ ହେଲେ ପ୍ରଭୁଙ୍କର ସେବା କାର୍ଯ୍ୟ ପାଇଁ ମୁଁ ଧାଉଁଥିଲି। ସେତେବେଳେ ଆମ ବାପା ମତେ ପଚାରିଲେ, ପୁଅରେ, ତ ବେକରେ ଖଣ୍ଡା ରଖିଲେ ମଧ୍ୟ ତୁ ଯୀଶୁଙ୍କୁ ଅସ୍ୱୀକାର କରିବୁ କି? ବେଲାକୁ ମୁଁ କହିଲି, ବାବା, ମୁଁ ଯୀଶୁଙ୍କୁ ଅସ୍ୱୀକାର କରିବି ନାହିଁ ବାବା। ବେଲାକୁ ସେ କହିଲେ, ହେଲେ ପାର୍ଲୁରେ ତୁ ବୋଲି କହିଲେ। ପ୍ରିୟମାନେ, ଆମେ ପାରବା ଲୋକ ଯାକ ଆମେ। ପ୍ରଭୁଙ୍କର ଗୌରବ ମହିମା ହେଉ ଯେ ଆମକୁ ପ୍ରଭୁ କହୁଛନ୍ତି, ସାହସ ଧର, ମୁଁ ଏହି ଜଗତକୁ ଜୟ କରିଅଛି। ଆମର କାମ ହେଲା ଆମେ ସାହସର ସହିତ ପ୍ରଭୁଙ୍କ ମାର୍ଗରେ ଆମକୁ ଚାଲିବାର ଅଛି। କି ନିନ୍ଦା, କି ତାଡ଼ନା, ପ୍ରଭୁ ଆମକୁ କଣ କହୁଅଛନ୍ତି? ଯଦି ଆମେ ପଢିବା ପାଇଁ ଯିବା, ମୋ ସହିତ ଆପଣ ମାନେ ଫିଟେଇବେ ପ୍ରେରିତ ପୁସ୍ତକ, ଏହାର
14 ଅଧ୍ୟାୟକୁ ଆସିବେ। ପ୍ରେରିତ ପୁସ୍ତକ 14 ଅଧ୍ୟାୟକୁ ଆସନ୍ତୁ। ସେଠି ଗୋଟେ ପଦ ଆପଣମାନଙ୍କୁ ଦେଖେଇବା ପାଇଁ ଚାହେଁ। ସେଠି କଣ ଲେଖାଯାଉଛି? 14 ଅଧ୍ୟାୟର 22 ପଦରେ ଏମିତି ଲେଖାଗଲା, Right. ପୁଣି ଲୋକମାନେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, କଣ କହିଲେ? କ୍ଲେଶ ନାହିଁ, ଅନେକ କ୍ଲେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ। Praise the ପ୍ରିୟମାନେ, Lord. ଆଜିକାଲି ଯୋଉ ଶିକ୍ଷା ରହିଛି, ଯୀଶୁ ଖ୍ରୀଷ୍ଟ ତୁମର ସବୁ ଯାତନାକୁ ଧାରଣ କରିଛନ୍ତି। ତୁମକୁ କୌଣସି ପ୍ରକାର ଦୁଃଖ, କଷ୍ଟ, ସମସ୍ୟା ଆସିବ ନାହିଁ। ମାତ୍ର ଆମେ ଦେଖୁଛୁ ମଣ୍ଡଳୀ ବର୍ତ୍ତମାନ ତାଡ଼ନା ମଧ୍ୟ ଦେଇ ଯାଉଛି, କ୍ଲେଶ ମଧ୍ୟ ଦେଇ ଯାଉଛନ୍ତି। ଯୀଶୁ ଖ୍ରୀଷ୍ଟ କହିଲେ କ୍ଲେଶ ଅଛି, ମାତ୍ର ଏଇ ଜାଗାରେ ପାଉଲ କହୁଛନ୍ତି ଅନେକ କ୍ଲେଶ ମଧ୍ୟ ଦେଇକିନା। ଯେତେବେଳେ ପ୍ରଭୁଙ୍କ ଦାସ ପାଉଲ ସୁସମାଚାର ପ୍ରଚାର କରିବା ପାଇଁ ଗୋଟେ ସ୍ଥାନକୁ ଗଲେ, ସେତେବେଳେ ଲୋକମାନେ ରାଗି ଯାଇ ପଥର ପକେଇ 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 ପାଉଲଙ୍କୁ ମାରିଦେଲେ। ପାଉଲ ପଡିଗଲେ। ଆଉ ଯେତେବେଳେ ସେ ପଡିଗଲେ, ସମସ୍ତେ ଭାବିଲେ ପାଉଲ ମରିଗଲେ ବୋଲି। ସେମାନେ ପାଉଲଙ୍କୁ ଛାଡିକିନା ପଳେଇଲେ। ଶିଷ୍ୟମାନେ ସାଙ୍ଗେ ସାଙ୍ଗେ ପାଉଲଙ୍କୁ ଚାରିଆଡେ ଘେରିକି ଠିଆ ହେଇଗବାରୁ ପାଉଲ ଠିଆ ହେଇଗଲେ। ଠିଆ ହେଇକିନା ଯେତେବେଳେ ଯାଉଛନ୍ତି, ସେତେବେଳେ ସବୁ ଶିଷ୍ୟ ଯାକ ତାଙ୍କୁ ଭଲ ଭାବରେ ଦେଖୁଛନ୍ତି। ଦେହ ରକ୍ତାକ୍ତ, ମୁଣ୍ଡରେ ରକ୍ତାକ୍ତ, ଡ୍ରେସ୍ ଗୁଡିକ ଚିରି ଯାଇଛି। ଏମିତି ଅବସ୍ଥାରେ ପାଉଲ ଠିଆ ହେଇ ତାଙ୍କୁ କହୁଛନ୍ତି, କଣ ଛାନିଆ ହେଇ କଣ ମଧ୍ୟ ଦେଖୁଛ? ଏଇଟା କିଛି ନାହିଁ ଭାଇମାନେ, ଆମକୁ ଆଠାରୁ ମଧ୍ୟ ଅନେକ କ୍ଲେଶ ମଧ୍ୟ ଦେଇ ଆମକୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ। ପ୍ରିୟମାନେ, ପରମେଶ୍ୱରଙ୍କ ରାଜ୍ୟରେ ଆମକୁ ପ୍ରବେଶ କରିବାର ଅଛି ବୋଲେ କ୍ଲେଶ ମଧ୍ୟ ଦେଇକିନା ଆମକୁ ଯିବାକୁ ପଡିବ। ଜଗତରେ ଆମମାନଙ୍କ ନିମନ୍ତେ କ୍ଲେଶ ଅଛି, ମାତ୍ର ଆମକୁ ସାହସ ଧରିବାର ଅଛି। ଅନେକ କ୍ଲେଶ ଅଛି, ଆମକୁ ସାହସ ଧରିବାର ଅଛି। ଯେତେବେଳେ ଆମେ ଆଗକୁ ପଢୁଛୁ, ସେତେବେଳେ ଆମେ ଯଦି ପଢିବା ମାଥ୍ୟୁ 24ରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କହୁଛନ୍ତି? ମାଥ୍ୟୁ ଲିଖିତ ସୁସମାଚାର 24 ଅଧ୍ୟାୟକୁ ଆସିବେ। ସେଇଠି ପ୍ରଭୁ ଆମକୁ କହୁଛନ୍ତି, ଆମ ମଣ୍ଡଳୀରେ ଲୋକଙ୍କୁ ଆମେ ତାଡ଼ନା ନିମନ୍ତେ ଆମେ ପ୍ରସ୍ତୁତ କରି ରଖିବାର ଆବଶ୍ୟକ ରହିଅଛି। ସେଠି ଲେଖାଯାଉଛି 21 ପଦରେ, କାରଣ ସେତେବେଳେ ଏପରି ମହାକ୍ଲେଶ ଘଟିବ ଯେ ଜଗତର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟି ନାହିଁ, ପୁଣି କେବେ ହେଁ ଘଟିବ ନାହିଁ। କି ପ୍ରକାର ପରିସ୍ଥିତି! ଜଗତରେ କ୍ଲେଶ ଘଟିବ, ଅନେକ କ୍ଲେଶ ଘଟିବ, ମହାକ୍ଲେଶ ଘଟିବ। ଆମକୁ ପ୍ରସ୍ତୁତ ରହିବାକୁ ପଡିବ। ଯେତେବେଳେ ପ୍ରକାଶିତ ପୁସ୍ତକରେ ଆମେ ଦେଖୁଛୁ, ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପଞ୍ଚମ ମୁଦ୍ରା ଭାଙ୍ଗୁଛନ୍ତି, ପଞ୍ଚମ ମୁଦ୍ରା ଭାଙ୍ଗିବା ସମୟରେ ଯଦି ଆମେ 9 ପଦରୁ ଆମେ ପଢିବା, ମେଷ ଶାବକ ଯେତେବେଳେ 6 ଅଧ୍ୟାୟର 9 ପଦ ପ୍ରକାଶିତ, ମେଷ ଶାବକ ଯେତେବେଳେ ପଞ୍ଚମ ମୁଦ୍ରା ଭାଙ୍ଗିଲେ, ସେତେବେଳେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ସକାଶେ ଓ ସେମାନଙ୍କ ଦତ୍ତ ସାକ୍ଷ୍ୟ ସକାଶେ ହତ ହୋଇଥିଲେ, ସେମାନଙ୍କ ଆତ୍ମା ମାନଙ୍କୁ ମୁଁ ବେଦୀ ତଳେ ଦେଖିଲି। ଭାବନ୍ତୁ, ସେ ଦେଖିଛନ୍ତି ବେଦୀ ତଳେ ଆତ୍ମା ମାନଙ୍କୁ। ଆମେ ଅନେକ ସାଧୁ ମାନଙ୍କୁ ଏବେ ଗ୍ରାମ ଷ୍ଟେନସକୁ ଜାଳିଦେଲେ, ସେ ଗ୍ରାମ ଷ୍ଟେନସ ସେ ବେଦୀ ତଳେ ଅଛନ୍ତି। କାରଣ ସେମାନେ ଯୀଶୁ ଖ୍ରୀଷ୍ଟଙ୍କର ବାକ୍ୟ ଆଉ ସାକ୍ଷ୍ୟ ନିମନ୍ତେ ସେମାନେ ହତ ହେଇଥିବା ଲୋକମାନେ। ଆମମାନଙ୍କ ନିମନ୍ତେ ଏହା ଏଇ ପ୍ରକାର ଗୋଟେ ଦୁଃଖର ବିଷୟ। ଓଡିଶା ମାଟିରେ ଆମେ ରହୁଛୁ, ମାତ୍ର ଆମେ ଶହୀଦ ହେଇନାହୁଁ। ଅଷ୍ଟ୍ରେଲିଆର ଜଣେ ମିଶନେରୀ ଆସି ସେ ଓଡିଶା ମାଟିରେ ନିଜର ଜୀବନକୁ ଦେଇଛନ୍ତି। କି ପ୍ରକାର କଥା ବୁଝନ୍ତୁ, ଯେ ଆମେ ଓଡିଶାର ଲୋକମାନେ, ଆମେ ଓଡିଶା ନିମନ୍ତେ ନିଜର ରକ୍ତ ଆମେ ଦେଇନାହୁଁ, ମାତ୍ର ବାହାର ଦେଶର ଲୋକମାନେ ଆସି ଓଡିଶାରେ ସେମାନେ ନିଜର ଜୀବନ ଦେଇଛନ୍ତି। ସେଥିପାଇଁ ଏଠି ଲେଖାଯାଉଛି ଯେ ଯୋଉମାନେ ବେଦୀ ତଳେ ଥିଲେ, ସେମାନେ ଉଚ୍ଚ ସ୍ୱରରେ ଡାକ ପକେଇ କହୁଥିଲେ, ହେ ପବିତ୍ର ଓ ସତ୍ୟ ପ୍ରଭୁ, ଆଉ କେତେ କାଳ ତୁମେ ଜଗତର ବିଚାର ନ କରି ପୃଥିବୀ ନିବାସୀ ମାନଙ୍କ ଠାରୁ ଆମ୍ଭମାନଙ୍କ ରକ୍ତର ପରିଶୋଧ ନ ନେବ? 11 ପଦ, ସେଥିରେ ସେମାନଙ୍କର ପ୍ରତ୍ୟେକ ଜଣକୁ ଶୁକ୍ଳ ବସ୍ତ୍ର ଦତ୍ତ ହେଲା। ପୁଣି ସେମାନଙ୍କର ଯେଉଁ ସହଦାସ ଓ ଭାତୃଗଣ ସେମାନଙ୍କ ପରି ମଧ୍ୟ ବୋଧ କରାଯିବେ, ସେମାନଙ୍କ ସଂଖ୍ୟା ପୂର୍ଣ୍ଣ ନ ହେବା ଯାଏଁ
आउ किछि काल विश्राम करबाकू सेमानकू कुहागला। प्रिय माने शहीद मानकर गोटे लिस्ट रही। परमेश्वर से शहीद मानकर लिस्ट को गणुचंती। एतिकी लोक से माने ख्रीष्टଙ୍କ निमंते हत हेबे तार गोटे लिस्ट काउंटिंग चली। एबे जाए से लिस्ट पूर्ण ही नहीं। आउ भाग्यवान से माने जो माने कि से शहीद मानक लिस्ट रे से माने नाम पाइछंती। मंडली इतिहास रे प्रथम शहीद हेले से होचंती स्टीफान। से प्रभुଙ୍କ निमंते से शहीद रो प्रथम लिस्ट रे से स्थान पाइले। यीशु ख्रीष्टଙ୍କ एते शिष्य थिले से माने सेही शहीद रो प्रथम लिस्ट से माने स्थान पाइ नांती। माने मंडली रे जने खाद्य बाडुथिबा लोक जने डिकन परि लोक से प्रथम रे शहीद हेबार सुजोग पाइले। प्रभुଙ୍କର गौरव और महिमा हेउ। Amen. प्रिय माने जगत रे आम्मानक निमंते क्लेश अछि। केमिति क्लेश अछि? अनेक क्लेश अछि। केमिति क्लेश अछि? महा क्लेश अछि। मात्र यीशु ख्रीष्ट कहउछन्ति साहस धर, डरी जाओ नहीं, पछघुंचा दियो नहीं, मु जगत को जय करिछि। जदि मु जगत को जय करिछि ताहाले तुम्हे माने मध्य जगत को जय करियो। प्रिय माने क्रिश्चियन माने से माने जगत को जय करिबा लोक माने अटंती। प्रभुଙ୍କର गौरव हो। सेति एब्री चिटार लेखक से आमान को कहू अछंती। आमे से पद पढ़िबा। एब्री यार 10 अध्याय को आपण माने आसीबे। एठी 10 अध्यायर 35 पदरे से कहउछंती, अते तुम्भ मानकर साहस परित्याग कर नहीं, सेथिर महा पुरस्कार अछि। छाड़ी दियो नहीं। तुम्हें जो साहस सहित प्रभुଙ୍କ पछरे चालुच से साहस को से बोल्डनेस को तुम्हें छाड़ी दियो नहीं। प्रिय माने जगत रे क्लेश अछि, मात्र आमको परमेश्वर साहस देइचंती क्लेश को सामना करबा पई। से साहस को परित्याग करबा कथा नहीं। आ माने साहस सहित आगु को बढ़िबा कथा। से जेतବେଳେ एब्री चिटा लोक माने से माने साहस को परित्याग कला पर लागुथिले, सेतिबाई से सेमान एनकरेज करूछंती। आ कहउछंती जे 32 पद पढ़िबा, किंतु आलोक प्राप्त हेला उतारे जेतेबेले तुम्हे माने नाना दुख भोग रूप कठोर संग्राम सह्य करिथिलो, सेही पूर्व समय को स्मरण रे आनो। परित्राण पाइला परे जगत आमको पसंद कले नहीं। आमको घर बाहर कले, समाज बाहर कले, आमको विभिन्न प्रकार मिथ्या एलिगेशन गुड़िक लगेले। आलोक प्राप्त हेला परे कठोर संग्राम, निंदा, ताड़ना, कष्ट, समस्या मध्य देकिना तुमे जाइछो। एरा से एब्री चिटा लेखक ताको लेखुचंती आ एनकरेज करूचंती। प्रिय माने प्रभु आमान को अनुग्रह करंतु। से लेखा गला परे से कहउचंती जे स्मरण कर, को कथा स्मरण कर, केमिति तुमे क्लेश मध्य दे आसीच। एक दिगरे तिरस्कार और क्लेश द्वारा कौतुकास्पद हेउथिलो, अन्य दिगरे सही प्रकार व्यवहार पाउथिबा लोक मानकर सहभागी हेउथिलो। कारण तुम्भे माने बंदी मानक सहित दुख भोग करिथिलो। आउ तुम्भ मानक निजर जे अधिक उत्तम और नित्य स्थायी संपत्ति अछि, एहा जानी आनंदरे तुम्भ मानक संपत्तिर लुंठन सह करिथिलो। भावंतु कि कथा कहउचंती। उनकर संपत्ति जो थिला, जो ताड़ना हेला, मु जेतबेले जाइथिली फुलबाड़ी रे, से माने कहउथिले आज्ञा हमरो एमती ताड़ना हेला, आमे डरी किना आमे जंगल भितरे गला बेले गाँ लोक कि आसी हमर आलमेरा काढी नहीं गले, कि आसी हमर खट काढी नहीं गले, कि आसी किना हमरो चाउल बस्ता गुड़िक को नहीं गले। सेतबेले आमे दुख करनु आज्ञा। आनंद रे से सब गुड़िक को आमे परित्याग करू। कारण आमे जानलु जे परमेश्वर स्वर्ग रे आम पाए नित्य स्थायी संपत्ति देइछन्ति। प्रभुଙ୍କର गौरव हो। प्रिय माने आमे Praise the प्रभुଙ୍କର Lord. लोक माने एई सब संपत्ति गुड़िकर लुंठन को आमको कौनसी प्रकार दुख नहीं। कारण आमे जदि ख्रीष्टଙ୍କ ପାଇଁ ଏଠି ଆମେ କିଛି ଟିକେ ମଧ୍ୟ ଆମେ ହରେଇଛୁ ଆମେ ହେଲା। कारण ଖ୍ରୀଷ୍ଟଙ୍କ ନିକଟକୁ ଆସିବା ସମୟରେ ପାଉଲ କହୁଛନ୍ତି, ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ ଅନେକ ବିଷୟର କ୍ଷତି ସହ୍ୟ କରିଛି। ଆଉ ସେଇ କ୍ଷତି କଣ? ଆମର ସମ୍ପତ୍ତି ଗୁଡିକକୁ ଲୁଟ କରି ନେଇଗଲେ। ଆମେ ଖ୍ରୀଷ୍ଟିଆନ ହେଇଗଲୁ, ଆମକୁ କଣ ଫାଷ୍ଟ ଆମର କୋଟାକୁ କାଟି ଦଉଛନ୍ତି। ତମକୁ କୋଟା ଦିଆଯିବ ନାହିଁ। ଆମକୁ କୋଟା ବି ଦରକାର ମଧ୍ୟ ନାହିଁ।
ବିନା କଟାରେ ଆମେ ଅନେକ କାମ ଆମେ କରିପାରିଛୁ। ଆମେ ପ୍ରଭୁଙ୍କର ଗୌରବ ମହିମା ହେଉ, ପ୍ରଭୁଙ୍କର ସ୍ତୁତି ହେଉ। ପ୍ରିୟମାନେ, ମୁଁ କହିବା ପାଇଁ ଚାହେଁ, ସାହସ ଛାଡ଼ିବାର ନାହିଁ। କ୍ଲେଶ ଆଇବ, ଅନେକ କ୍ଲେଶ ଆଇବ, ମହାକ୍ଲେଶ ଆଇବ। ସେଇ ମହାକ୍ଲେଶରେ ମଧ୍ୟ ସାହସକୁ ପରିତ୍ୟାଗ କର ନାହିଁ। ଅନେକ ବିଷୟକୁ ଡର ଦେଖାଯିବ। ଯେତେବେଳେ ସାଉଥ କୋରିଆରେ ତାଡ଼ନା ଭୟଙ୍କର ହେଲା, ଜଣେ ବହୁତ ଉଚ୍ଚ ପଦରେ ଥିବା ଅଫିସର ଯେତେବେଳେ ସେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ସେତେବେଳେ ତାଙ୍କୁ ତାଙ୍କର ଜବରୁ ଆହୁରି ତାଙ୍କର କ୍ୱାର୍ଟରରୁ ତାଙ୍କୁ ବାହାର କରାଗଲା। ସେମାନେ ଗୋଟେ ବ୍ରିଜ ତଳେ ଯାଇକିନା ସେମାନେ ରହିଲେ। ଯେତେବେଳେ ବ୍ରିଜ ତଳେ ରହିଲେ, ତାଙ୍କର 3ଟା ଛୁଆ ଥିଲେ। 3ଟା ଛୁଆରୁ ସେମାନଙ୍କୁ କହିଲେ, ସେ 3ଟା ଛୁଆକୁ ନେଇ ଗୋଟେ ଛୁଆକୁ ସେମାନେ କଣ କଲେ, ଯଦି ଯୀଶୁଙ୍କୁ ପରିତ୍ୟାଗ କରିବ ନାହିଁ ତାହେଲେ ଛୁଆକୁ ମାରିଦବୁ। ସେମାନେ ଯୀଶୁଙ୍କୁ ପରିତ୍ୟାଗ କଲେ ନାହିଁ, ତାଙ୍କ ଆଖି ଆଗରେ ତାଙ୍କ ଛୁଆକୁ ମାରିଦେଲେ। ମାରିଦେଲା ପରେ ସେମାନେ ସାହସରେ ଠିଆ ହେଲେ, ଆଉ ଗୋଟେ ଛୁଆକୁ ନେଲେ, ଆଉ ଗୋଟେ ଛୁଆକୁ ମଧ୍ୟ ମାରିଦେଲେ। ଏମାନେ ସାହସରେ ଠିଆ ହେଲା ବେଳେ ସ୍ୱାମୀଟା ଟିକେ ଧୀରେ 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 ଦୁର୍ବଳ ହେବାକୁ ଲାଗିଲେ। ନାଇଁ, ମୋ ଛୁଆମାନେ ମରିଯାଉଛନ୍ତି। ସେ ସ୍ତ୍ରୀ କଣ କହିଲେ, ମୋର 2ଟା ଛୁଆ ସିଧାସଳଖ ସ୍ୱର୍ଗକୁ ପଳେଇଲେଣି, କୌଣସି ପ୍ରକାର ଭୟଭୀତ ହେବାରେ। ସ୍ତ୍ରୀ ତାଙ୍କୁ ଏନକରେଜ କରୁଛନ୍ତି, ମୋର 2ଟା ଛୁଆ ସିଧାସଳଖ ସ୍ୱର୍ଗକୁ ପଳେଇଲେଣି, ତୁମେ ବିଚଳିତ ହେବା ଦରକାର ନାହିଁ। ପ୍ରିୟମାନେ, ଆମର ସାହସକୁ ପରିତ୍ୟାଗ କରିବାର ନୁହେଁ, ଆମେ ସାହସର ସହିତ ଆମେ ଆଗକୁ ଯିବାର ଅଛି। ଯେତେବେଳେ ପ୍ରାରମ୍ଭିକ ଶତାବ୍ଦୀରେ ରୋମରେ ଅତ୍ୟଧିକ ପରିମାଣରେ ତାଡ଼ନା କରାଗଲା, ଯେଉଁମାନେ ଖ୍ରୀଷ୍ଟିଆନ ହେଲେ ପୁରୁଷ ପିଲାମାନଙ୍କୁ ଜେଲ ଭିତରେ ଭର୍ତ୍ତି କରାଗଲା, ଆଉ ସ୍ତ୍ରୀ ମାନଙ୍କୁ, ପୁଅ ଝିଅ ମାନଙ୍କୁ ବାହାରେ ରଖାଗଲା। ସେଇ ସମୟରେ ଗୋଟେ ସ୍ତ୍ରୀ ଜେଲରେ ନିଜ ସ୍ୱାମୀଙ୍କୁ ଭେଟିବା ପାଇଁ ଗଲା ବେଳେ ଗୋଟେ ଚିଠି ଗୋଟେ ଦେଲେ। ସେ ଚିଠି ଯେତେବେଳେ ଖୋଲିଲେ, ସେ ଲେଖା ଅଛି, ସେ ପଢିଲେ, ହଇ ମୋ ଦେଖ, ଆମେ ବାହାରେ ଅଛୁ, ଆଉ ଆମକୁ କଷ୍ଟ ହେବ, ନିନ୍ଦା ହେବ, ତାଡ଼ନା ହେବ ବୋଲି ତୁମେ ଜେଲ ଭିତରେ ଯୀଶୁଙ୍କୁ ଅସ୍ୱୀକାର କରିବ ନାହିଁ। ଆମେ ଯାହା ବି ହେଇଗଲେ ହେଇଯାଉଛି ନା, ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ସବୁବେଳେ ପ୍ରଭୁ ବୋଲି ତୁମେ ସ୍ୱୀକାର କରିବ, ଆମ ପାଇଁ ଚିନ୍ତା କର ନାହିଁ। ପ୍ରିୟମାନେ, ଏମିତି ସେମାନେ ସାହସ ଦଉଥିଲେ। ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ସାହସ ପରିତ୍ୟାଗ କର ନାହିଁ। ଆମମାନଙ୍କର ସାହସର ମହା ପୁରସ୍କାର ଅଛି। ଆମଠାରୁ ଆମର ସାହସକୁ ଛଡେଇ ନେବା ପାଇଁ ଶୟତାନ ବିଭିନ୍ନ ପ୍ରକାର ଭାବରେ ସେ ଷଡ଼ଯନ୍ତ୍ର ଗୁଡିକ କରିବ। ସେଥିପାଇଁ ସେ କହୁଛନ୍ତି, ସମ୍ପତ୍ତିର ଲୁଣ୍ଠନ ତୁମେ କଣ କରିଛ, ସହ୍ୟ କରିଛ। ଆମର ନିତ୍ୟସ୍ଥାୟୀ ସମ୍ପତ୍ତି ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। 35 ପଦରେ ଲେଖାଗଲା, ଅତଏବ ତୁମ୍ଭମାନଙ୍କର ସାହସ ପରିତ୍ୟାଗ କର ନାହିଁ, ସେଥିର ମହା ପୁରସ୍କାର ରହିଛି। ଆଜି ଆମର ସାହସକୁ ଆମେ ଦୃଢ ଭାବରେ ଧରିକିନା ଆମେ ରଖିବାର ଆବଶ୍ୟକ ରହିଅଛି। ଯେତେବେଳେ ଶିଷ୍ୟମାନଙ୍କୁ ସେଇ ପ୍ରକାର ଭାବରେ ତାଡ଼ନା କରାଯାଉଥିଲା, ସେମାନଙ୍କୁ କଣ କହିଲେ ସେମାନେ ଟିକେ ଆମେ ପଢିବା। ଯଦି ଆମେ ପ୍ରେରିତ 4 ଅଧ୍ୟାୟକୁ ଆମେ ଆସୁଛୁ, 18 ପଦରେ, ପରେ ସେମାନଙ୍କୁ ଡାକି ଯୀଶୁଙ୍କ ନାମରେ ଆଦୌ କଥା ନ କହିବାକୁ, ଶିକ୍ଷା ନ ଦେବାକୁ ଦୃଢ ରୂପେ ଆଜ୍ଞା ଦେଲେ। ଯୀଶୁଙ୍କ ବିଷୟରେ କହିବ ନାହିଁ, ଯୀଶୁଙ୍କ ବିଷୟରେ ଶିକ୍ଷା ଦେବ ନାହିଁ ବୋଲି ସେମାନେ କହିଲେ। ମାତ୍ର ପିତର କଣ କହୁଛନ୍ତି 19 ପଦରେ, କିନ୍ତୁ ପିତର ଓ ଜହନ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କ କଥା ଶୁଣିବା ଅପେକ୍ଷା ଆପଣ ମାନଙ୍କର କଥା ଶୁଣିବା ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କି ନା, ତାହା ଆପଣ ମାନେ ବିଚାର କରନ୍ତୁ। କି ପ୍ରକାର ସାହସ! ସେଥିପାଇଁ ସେମାନେ ତାଙ୍କ ସାହସ ଦେଖି ଛାନିଆ ହେଇଗଲେ। 13 ପଦରେ ସେମାନେ ପିତର ଓ ଜହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଅଜ୍ଞାନ ଲୋକ ଏହା ବୁଝି ଚମତ୍କୃତ ହେଲେ। ସେମାନଙ୍କ ସାହସ ଦେଖି ସେମାନେ ଛାନିଆ, ଆରେ ଏମାନେ ଏତେ ଡରୁଆ ଲୋକ, ଏମାନେ ସାଧାରଣ ଲୋକ, ପାଠ ସାଠ ବି ଏତେ ପଢି ନାହାନ୍ତି, ମାତ୍ର ଏମାନଙ୍କର ସାହସ କୋଉଠୁ ଆଇଲା? ଏମାନଙ୍କ ସାହସ କୋଉଠୁ ଆଇଲା? ତା ତଳ ପଦରେ ଲେଖାଗଲା, ସେମାନେ ଜାଣିପାରିଲେ ଯେ ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ ବୋଲି ସେମାନେ ଚିହ୍ନି ପାରିଲେ। ପ୍ରିୟମାନେ, ଯୀଶୁଙ୍କ ସହିତ ଥିଲେ ଆମକୁ ସାହସ ଆସେ। ସାହସର ସହିତ ଆମେ ପ୍ରତ୍ୟେକ ପରିସ୍ଥିତିକୁ ଆମେ ମୁକାବିଲା ଆମେ କରିପାରିବା। ସେଥିପାଇଁ ଯୋଉ ପ୍ରକାର ତାଡ଼ନା ବର୍ତ୍ତମାନ ଆମମାନଙ୍କର ଓଡିଶାରେ କେବଳ ନୁହେଁ, ସବୁ ସ୍ଥାନରେ ଚାଲିଛି। ଆମମାନଙ୍କର କିଛି ରାଜ୍ୟରେ ସେମାନେ ଅନଲାଇନରେ ମଧ୍ୟ ପ୍ରାର୍ଥନା କରିବା ପାଇଁ ସେମାନଙ୍କୁ ମନା କରାଯାଉଛି। ଅଫଲାଇନରେ ଛାଡନ୍ତୁ, ଅନଲାଇନରେ ମନା କରାଯାଉଛି।
এই প্রକାର ପରିସ୍ଥିତି ନାଇଜେରିଆର ତାଳନାର କଥା ଆପଣ ନ୍ୟୁଜରେ ଦେଖିବେ ସେମାନଙ୍କ ଚର୍ଚ୍ଚ ଗୁଡିକକୁ ଭାଙ୍ଗି ଦେଇଛନ୍ତି ସେ ଭଙ୍ଗା ଚର୍ଚ୍ଚରେ ବସିକିନା ସେମାନେ ତାଳନା ପ୍ରାର୍ଥନା କରୁଛନ୍ତି ଆମର ବ୍ରାଞ୍ଚ ଚର୍ଚ୍ଚ ବାଗରାରେ ଗାଁ ଲୋକ ଯାଇକିନା କହିଲେ ତୁମକୁ ଏଇ ସ୍ଥାନରେ ଆମେ ଚର୍ଚ୍ଚ ତିଆରି କରିବାକୁ ଦେବୁ ନାହିଁ ସେତେବେଳେ ଆମର ପାଳକ ବାବୁ ତାଙ୍କୁ କହିଲେ ହଉ ଠିକ ଅଛି ଆମକୁ ସିନା ଦେବ ନାହିଁ ତୁମେ ହେଲେ ଆମ ପାଇଁ ଚର୍ଚ୍ଚ ବାନ୍ଧି ଦିଅ ବୋଲି ତାଙ୍କୁ କହୁଥିଲେ ମାନେ ପ୍ରଭୁ ତାଙ୍କ ଲୋକମାନଙ୍କୁ ସାହସ ଦେଇଛନ୍ତି ଆମର ସାହସକୁ ଆମେ ପରିତ୍ୟାଗ କରିବା ନାହିଁ ନିନ୍ଦା ଆସିବ ତାଡ଼ନା ଆସିବ କଷ୍ଟ ଆସିବ ମାତ୍ର ଆମେ ସାହସର ସହିତ ଆମେ ପ୍ରଭୁଙ୍କ ନିମନ୍ତେ ଆମକୁ ଠିଆ ହେବାର ସମୟ ଆମମାନଙ୍କ ମଣ୍ଡଳୀ ତାଡ଼ନା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାର ସମୟ ଭୟଙ୍କର ପ୍ରକାର ତାଡ଼ନା ଆସିବ ଯେତେବେଳେ ଏମାନଙ୍କୁ ତାଡ଼ନା ଘଟିଲା ସେତେବେଳେ ଏମାନେ କଣ କଲେ ବୋଲି ଲେଖାଯାଉଛି 5 ଅଧ୍ୟାୟ ପ୍ରେରିତ 5 ଅଧ୍ୟାୟ 40 ପଦରେ ସେମାନେ ତାଙ୍କ କଥାରେ ସମ୍ମତ ହେଲେ ପୁଣି ପ୍ରେରିତ ମାନଙ୍କୁ ନିକଟକୁ ଡାକି ସେମାନଙ୍କୁ ପ୍ରହାର କଲେ ଓ ଯୀଶୁଙ୍କ ନାମରେ କଥା ନ କହିବାକୁ ଆଜ୍ଞା ଦେଇ ଛାଡ଼ିଦେଲେ ସେଥିରେ ସେମାନେ ଯେ ସେହି ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ ସେଥି ନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରିଗଲେ ମୁହଁକୁ ଶୁଖେଇକିନା ନାହିଁ ମୁହଁକୁ ଚେପ୍ଟା କରି ନାହିଁ ଆନନ୍ଦ କରୁ କରୁ ଗୋଟେ ଗାଁକୁ ପ୍ରଭୁଙ୍କ ଦାସ ମାନେ ସୁସମାଚାର ପ୍ରଚାର କରିବାକୁ ଗଲେ ଆଉ ଗଲା ପରେ ସେମାନଙ୍କୁ ବହୁତ ପିଟିଲେ ବାଡିରେ ମାରିଲେ ଆଉ ଘୋଡି ଦେଲେ ଆସିବା ସମୟରେ ଜଣେ ପ୍ରଭୁଙ୍କ ଦାସ ମୁହଁକୁ ଶୁଖେଇକିନା ମନ ଦୁଃଖ କରିକିନା ସେ ଆସୁଛନ୍ତି ଅନ୍ୟ ଦାସ ମାନେ ସେମାନେ ହସି ହସି ଆସୁଛନ୍ତି ତାଙ୍କୁ ପଚାରିଲେ କଣ ପାଇଁ ତୁମେ ମୁହଁକୁ ଶୁଖେଇଛ ସେ କହିଲେ ମୁଁ ଦେଖୁଥିଲି ତୁମକୁ 10 ବାଡି ମାରିଲେ ତାଙ୍କୁ 8 ବାଡି ମାରିଲେ ମତେ କେବଳ 3 ବାଡି ମାରିଛନ୍ତି ମତେ ଏତେ ଦୁଃଖ ଲାଗୁଛି ମତେ କାହିଁକି କମ ମାରିଲେ ସେଥିପାଇଁ ସେ ମନ ଦୁଃଖ କରିକିନା ସେ ଯାଉଥିଲେ ପ୍ରିୟ ମାନେ ଏଇ ସ୍ତରରେ ଆମେ ଦେଖୁଛୁ ଯେ ସେମାନେ ଯୀଶୁଙ୍କ ସକାଶୁ ଅପମାନ ନିନ୍ଦା କଷ୍ଟ ସହ୍ୟ କରିବା ପାଇଁ ଯୋଗ୍ୟ ମନେ କରି ମୁହଁକୁ ଶୁଖେଇ ନାହାନ୍ତି ଆନନ୍ଦର ସହିତ ଖୁସିର ସହିତ ସେମାନେ କଣ କରୁଛନ୍ତି ସେମାନେ ବାହାରିକିନା ପଳେଇ ଆସୁଛନ୍ତି ଆଜି ଯୋଉମାନେ ଯୀଶୁଙ୍କ ସକାଶୁ ନିନ୍ଦା ତାଡ଼ନା କଷ୍ଟ ସେମାନେ ସହ୍ୟ କରୁଛନ୍ତି ମୁହଁ ଶୁଖେଇବାର ଆବଶ୍ୟକ ନାହିଁ ଆନନ୍ଦର ସହିତ ସେମାନେ ଏଇ ସବୁ ବିଷୟ ଗୁଡିକକୁ ସହ୍ୟ କରିବାର ଅଛି ପ୍ରଭୁଙ୍କର ଗୌରବ ହଉ ଆମେ ଯଦି ପଢିବା ଆମେ ମୋ ସହିତ ଆପଣ ମାନେ ଫିଟେଇ ପାରିବେ ପିତର ପୁସ୍ତକରେ ପିତର ସେ ଲେଖନ୍ତି ଯଦି ଏହାର 4 ଅଧ୍ୟାୟ ପଢିବା 16 ପଦ କିନ୍ତୁ କେହି ଯଦି ଖ୍ରୀଷ୍ଟିଆନ ହେବାରୁ ଦଣ୍ଡ ଭୋଗ କରେ ଯଦି ଖ୍ରୀଷ୍ଟିଆନ ହେବାରୁ ଯଦି କେହି ଦଣ୍ଡ ଭୋଗ କରେ ସେ କଣ କରୁ ବୋଲି ଲେଖାଯାଉଛି ତାହେଲେ ସେ ଲଜ୍ଜା ବୋଧ ନ କରୁ ଲାଜ ନ କରୁ ବରଂ ଏହି ନାମ ହେତୁରୁ ଈଶ୍ୱରଙ୍କର ମହିମା କୀର୍ତ୍ତନ କରୁ ଆନନ୍ଦିତ ହେଇଯାଉ ଯେତେବେଳେ ଆମେ ଗୋଟେ ଜାଗାକୁ ଯିବୁ ସେଇ ସମୟରେ ଘର ଭଡା ମାଗିବା ପାଇଁ ଯେତେବେଳେ କହିବେ ତୁମେ ଖ୍ରୀଷ୍ଟିଆନ କି ଆମେ ତୁମକୁ ଘର ଭଡା ଦେବୁ ନାହିଁ ସେଇ ସ୍ଥାନରେ ପ୍ରେଜ ଦ ଲର୍ଡ ପ୍ରଭୁ ଧନ୍ୟବାଦ ଆମେ ତୁମର ଗୌରବ କରୁଛୁ ମହିମା କରୁଛୁ ଆଜି ଆମକୁ ଖ୍ରୀଷ୍ଟିଆନ ଭାବରେ ଘର ଭଡା ଦେଇନାହାନ୍ତି ପ୍ରଭୁ ତୁମର ଧନ୍ୟବାଦ ସେ ଲୋକ ଛାନିଆ ହେଇଯିବ କଣ ଏଇଟା କଣ ପାଇଁ ପ୍ରିୟମାନେ ଆମେ ଖ୍ରୀଷ୍ଟିଆନ ହେବାରୁ ଆମକୁ ଅନେକ ବିଷୟର ତାଡ଼ନା ଭୋଗ କରିବାକୁ କ୍ଲେଶ ସହ୍ୟ କରିବାକୁ ପଡୁଛି ସେଥିପାଇଁ ଯେତେବେଳେ ଏଇ ସବୁ ବିଷୟ ଗୁଡିକ ହେଉଛି ସେତେବେଳେ ଆମେ ଆନନ୍ଦ କରିବାର ଅଛି ଉଲ୍ଲସିତ ହେବାର ଅଛି ତୁମେ ଖ୍ରୀଷ୍ଟିଆନ ତୁମକୁ ଏଇଟା ମନା ତୁମ ଖ୍ରୀଷ୍ଟିଆନ ତୁମକୁ ସେଇଟା ମନା ଯେତେବେଳେ ଚୀନରେ ଜଣେ ଭାଇଙ୍କୁ ଗୋଟେ ଜବ୍ ଦିଆଗଲା ସେତେବେଳେ ସେ ଜବ୍ ପାଇଲା ପରେ ଯିଏ ଜବ୍ ତାଙ୍କୁ ଦେଲେ ତାଙ୍କୁ କହିଲେ ଗଡ ବ୍ଲେସ ୟୁ ବୋଲି କହିଲେ ଯେତେବେଳେ ଗଡ ବ୍ଲେସ ୟୁ ବୋଲି କହୁ ସେ କହିଲେ ତୁମେ କଣ ଖ୍ରୀଷ୍ଟିଆନ ଲୋକ କି ହଁ ଆଜ୍ଞା ମୁଁ ଖ୍ରୀଷ୍ଟିଆନ ଲୋକ ସେଇ ସାମ୍ନାରେ ତାଙ୍କର ଆପଏଣ୍ଟମେଣ୍ଟ ଲେଟରକୁ ଚିରିଦେଲେ ଆଉ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଆମେ ଜବ୍ ଦେଇପାରିବୁନି ସେ ଖୁସିର ଓ ଆନନ୍ଦର ସହିତ ପଳେଇ ଆସିଲେ ପ୍ରିୟମାନେ ଆଜି ମଧ୍ୟ ପାକିସ୍ତାନରେ ଖ୍ରୀଷ୍ଟିଆନ ମାନଙ୍କୁ ତୃତୀୟ ଶ୍ରେଣୀର ବ୍ୟକ୍ତି ଭାବରେ ସୁଇପର ପିଅନ ଏଇ ପ୍ରକାର ଛୋଟ ଛୋଟ ପଦ ଗୁଡିକରେ ସେମାନଙ୍କୁ ରଖାଯାଉଛି ହେଲେ ମଧ୍ୟ ସେମାନେ କୌଣସି ପ୍ରକାର ଭାବରେ ଯୀଶୁଙ୍କୁ ଅସ୍ୱୀକାର କରୁନାହାନ୍ତି ଯୀଶୁଙ୍କୁ ସ୍ୱୀକାର କରି ସାହସର ସହିତ ସେମାନେ ଆଗକୁ ବଢୁଛନ୍ତି ସେଥିପାଇଁ ଜଗତରେ ଆମମାନଙ୍କ ନିମନ୍ତେ କ୍ଲେଶ ଅଛି ଅନେକ କ୍ଲେଶ ଅଛି ମାତ୍ର
आमे साहस धरिबार अछि Yes. आमे साहसर सहित आमको Hallelujah. आगको बढ़ुथिबार अछि Amen. एठी Praise the Lord. लिखा जाउछि यदि आमे द्वितीय तिमोथी 3 अध्यायर 12 पद लिखा गला प्रकृतरे जो माने ख्रीष्ट जीशुଙ୍କ सहभागितारे धर्म जीवन यापन କରିବାକୁ इच्छा करନ୍ତି ସେମାନେ ତାଳନା ଭୋଗ କରିବେ ପ୍ରକୃତରେ ଯୋଉମାନେ ଯୀଶୁଙ୍କ ସହଭାଗିତାରେ ସେମାନେ ଧର୍ମ ଜୀବନ ଯାପନ କରିବେ ସେମାନେ ତାଳନା ଭୋଗ କରିବେ ସେଥିପାଇଁ ଜଗତରେ ଆମମାନଙ୍କ ନିମନ୍ତେ ତାଳନା ଅଛି ଜଗତ ରେ ଆମମାନଙ୍କ ନିମନ୍ତେ କ୍ଲେଶ ଅଛି ମାତ୍ର ଆମକୁ ସାହସ ଧରିବାର ଅଛି ଆମର ସାହସକୁ ଆମକୁ ପରିତ୍ୟାଗ ନ କରି ସାହସର ସହିତ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମାର୍ଗରେ ଆମେ ଯିବାର ଅଛି ମାଥ୍ୟୁରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ କହୁଛନ୍ତି ଆମେ ଦେଖିବା ଆମେ ମାଥ୍ୟୁ ଲିଖିତ ସୁସମାଚାର ଏହାର 5 ଅଧ୍ୟାୟ ଦେଖିବା ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ ପ୍ରିୟମାନେ ଏହି ସମୟରେ ଯୋଉ ପ୍ରକାର ତାଳନା ଘଟୁଛି ଆମକୁ ଏଇ ସବୁ ବାକ୍ୟ ଗୁଡିକ ନିହାତି ଆବଶ୍ୟକ ରହିଛି 11 ପଦରୁ ପଢୁଛି ଲୋକେ ଯେବେ ତୁମ୍ଭମାନଙ୍କୁ ମୋ ନାମ ସକାଶେ ନିନ୍ଦା ଓ ତାଳନା କରନ୍ତି ପୁଣି ମିଥ୍ୟାରେ ତୁମ୍ଭମାନଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମନ୍ଦ କଥା କହନ୍ତି ତେବେ ତୁମ୍ଭେମାନେ ଧନ୍ୟ ଆନନ୍ଦ କର ଓ ଉଲ୍ଲସିତ ହୁଅ କାରଣ ସ୍ୱର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ସେଥିରେ ତ ସେମାନେ ତୁମ୍ଭମାନଙ୍କ ପୂର୍ବବର୍ତ୍ତୀ ଭାଓବାଦୀ ମାନଙ୍କୁ ତାଳନା କରିଥିଲେ ପ୍ରଭୁଙ୍କର ଗୌରବ ହଉ ପ୍ରିୟମାନେ ଯଦି ଜଣେ ବ୍ୟକ୍ତି ଆମକୁ କହିବ ଆଜ୍ଞା ଆପଣଙ୍କର ଫୋନ ପେ ନମ୍ବର ଟିକେ ଦେବେ କି ବୋଲେ ଆମେ କେତେ ଖୁସିରେ ଆମେ ଦେଇଦଉ ଫୋନ ପେ ନମ୍ବର କାହିଁକି ଆମର ଫୋନ ପେ ରେ ସେ କିଛି ପଇସା ପକେଇବା ପାଇଁ ସେ ଫୋନ ପେ ନମ୍ବର ମାଗୁଛନ୍ତି ଯେତେବେଳେ ଆମକୁ ତାଳନା କରାଯାଉଛି ସେତେବେଳେ ଆମର ଏକାଉଣ୍ଟରେ ସ୍ୱର୍ଗର ଏକାଉଣ୍ଟରେ ଧନ ସମ୍ପତ୍ତି ଗୁଡିକ ଯୋଗ କରାଯାଉଛି ସେଠି ଯେତେବେଳେ ଆମେ ଯିବୁ ଆମେ ସେ ସମୟରେ କହିବୁ କାହିଁକି ଆମେ ଟିକେ କମ ତାଳନା ଭୋଗ କଲୁ ଆମେ ଆଉ ଟିକେ ଅଧିକ ତାଳନା ଭୋଗ କରିଥାନ୍ତୁ ତାହେଲେ ଆମର ପୁରସ୍କାର ମଧ୍ୟ ପ୍ରଚୁର ହେବ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ଏଇ ପୃଥିବୀରେ ଆମେ ଛୋଟିଆ ଛୋଟିଆ ତାଳନା ଯେତେବେଳେ ଆମେ ଭୋଗ କରୁଛୁ ସେଇ ସମୟରେ ସ୍ୱର୍ଗରେ ଆମ ନିମନ୍ତେ ମହା ପୁରସ୍କାର ଗୁଡିକ ରହିଛି ଯଦି ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ଆମକୁ ଗାଁରୁ ବାହାର କରି ଦିଆଗଲା ଘରରୁ ବାହାର କରା ଦିଆଗଲା ସ୍ୱର୍ଗରେ ପରମେଶ୍ୱର ଆମକୁ ପ୍ରଚୁର ପୁରସ୍କାର ଦେବେ ଯଦି ଏଇ ସ୍ଥାନରେ ଆମକୁ ଚାକିରି ମିଳୁନାହିଁ ଆମକୁ ଏଇ ସ୍ଥାନରେ ଘର ଭଡା ମିଳୁନାହିଁ ପରମେଶ୍ୱର ଆମକୁ ମହା ମହା ପୁରସ୍କାର ଦେବେ ସେଥିପାଇଁ ମୁଁ କହିବା ପାଇଁ ଚାହେଁ ଆମକୁ ମଣ୍ଡଳୀକୁ ତାଳନା ନିମନ୍ତେ ପ୍ରସ୍ତୁତ କରିବାର ଅଛି ମଣ୍ଡଳୀକୁ ଏହି ଯୋଉ ସମୃଦ୍ଧିର ଶିକ୍ଷା ସୁସ୍ଥତାକାରୀ ଶିକ୍ଷା ପ୍ରସ୍ପେରିଟିର ଶିକ୍ଷା ଯୋଉ ଦିଆଯାଉଛି ଏହା ଦ୍ୱାରା ମଣ୍ଡଳୀ ବଳବାନ ହେଇପାରୁନାହିଁ ମଣ୍ଡଳୀକୁ ଆମେ ତାଳନା ନିମନ୍ତେ ଯଦି ପ୍ରସ୍ତୁତ କରିବାର ଅଛି ତାହେଲେ ଏଇ ସବୁ ଶିକ୍ଷା ମଣ୍ଡଳୀକୁ ଦରକାର ଆମ ମଣ୍ଡଳୀ ସାହସ ଧରିବାର ଆବଶ୍ୟକ ରହିଛି କାହିଁକି କାରଣ ଆମକୁ ଅନେକ କ୍ଲେଶ ମଧ୍ୟ ଦେଇ ଈଶ୍ୱରଙ୍କ ରାଜ୍ୟରେ ଆମକୁ ପ୍ରବେଶ କରିବାକୁ ପଡିବ ଏଇ ସବୁ ଯାକ କେବଳ ଗୋଟେ ଝଲକ ଅଟେ ଯୋଉ ତାଳନା ଗୁଡିକ ବର୍ତ୍ତମାନ ଚାଲିଛି ଯୋଉ ପ୍ରକାର ତାଳନା ଗୁଡିକ ରହିଛି ସେ ସବୁ ତାଳନା ପାଇଁ ଆମେ ନିଜକୁ ଆମେ ପ୍ରସ୍ତୁତ କରିବାର ଆବଶ୍ୟକ ରହିଅଛି ପ୍ରିୟମାନେ ଜଗତରେ ଭୟଙ୍କର ଭାବରେ କ୍ଲେଶ ନିନ୍ଦା ତାଳନା ଗୁଡିକ ମାଡି ଆସୁଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ବିଷୟରେ ଆମକୁ କଣ କହିଛନ୍ତି ଯଦି ଆମେ ପଢିବା ଜହନ 16 ଅଧ୍ୟାୟକୁ ପଢିବା ସେଇ ସ୍ଥାନରେ ସେ ଆମମାନଙ୍କୁ କହୁଛନ୍ତି 16 ଅଧ୍ୟାୟର 1 ପଦରେ ତୁମ୍ଭେମାନେ ଯେପରି ବିଘ୍ନ ନ ପାଅ ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କୁ ଏଇ ସମସ୍ତ କଥା କହିଅଛି ସେମାନେ ତୁମ୍ଭମାନଙ୍କୁ ସମାଜଚ୍ୟୁତ କରିବେ ଏଟା ନୂଆ କଥା ନୁହେଁ ଖ୍ରୀଷ୍ଟିଆନ ହେଇଗଲ ତୁମେ ଗାଁରୁ ବାହାରି ଯାଅ ଖ୍ରୀଷ୍ଟିଆନ ହେଇଗଲ ତୁମକୁ ପାଣି ଦେବୁ ନାହିଁ ତୁମକୁ ନିଆଁ ଦେବୁ ନାହିଁ ତୁମକୁ ଘର ଦେବୁ ନାହିଁ ଏଇଟା ସମାଜଚ୍ୟୁତ କରିବେ ହଁ ଏପରି ସମୟ ଆସୁଅଛି ଯେତେବେଳେ ଯେ କେହି ତୁମମାନଙ୍କୁ ବୋଧ କରେ ସେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପାସନା ରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ ଆମକୁ ହତ୍ୟା କରି ସେ ଧର୍ମର କାର୍ଯ୍ୟ କରୁଅଛି ବୋଲି ମନେ କରିବ ଦେଖନ୍ତୁ ଆଇଏସଏସ୍ ଆତଙ୍କବାଦୀ ମାନେ ଯେତେବେଳେ ଖ୍ରୀଷ୍ଟିଆନ ମାନଙ୍କୁ ବେକ କାଟୁଥିଲେ ସେମାନେ ଭାବୁଥିଲେ ଆମେ ବହୁତ ବଡ ବଡ କାମ କରୁଛୁ ଭୟଙ୍କର କାମ କରୁଛୁ ସୋସିଆଲ ମିଡିଆରେ ସେମାନେ ଖ୍ରୀଷ୍ଟିଆନ ମାନଙ୍କୁ ବେକ ଗୁଡିକ କାଟୁଥିଲେ ଏଇ ସବୁ ଗୁଡିକ ଆମେ ନିଜ ସ୍ୱଚକ୍ଷୁରେ ଆମେ ଦେଖୁଛୁ କି ପ୍ରକାର ଭୟଙ୍କର ତାଳନା ଗୁଡିକ ଘଟିଛି ଆଉ ଏଇ ସମୟରେ ଆମକୁ କଣ କରିବାର ଅଛି ସାହସ ଧରିବାର ଅଛି
प्रभुंक ठारे निजकु बलवान करिबार अछि प्रभुंक लोकमानक सहित सहभागितारे रहिबार अछि ताहेले आमे कोन हे परिबा आमे शक्ति प्राप्त हेबो प्रभु यीशु ख्रीष्ट कहिले जेउ गृह प्रस्तर उपरे स्थापित ताकू मध्य झड़ तोफान विभिन्न प्रकार विषय आसीबो से ठिया हेकिरा रहिबो मात्र जेउ गृह बालुका उपरे निर्मित से झड़ तोफान को सामना करि परिबो नाही ସେଥିପାଇଁ ଆମେ ପ୍ରଭୁଙ୍କ ବାକ୍ୟ ଉପରେ ନିଜର ଧର୍ମ ଜୀବନ ଯାପନ ରୂପ ଗୃହକୁ ଆମେ ଯଦି ତିଆରି କରିବା ତାହେଲେ ସବୁ ବିଷୟକୁ ଆମେ ସାମ୍ନା କରିପାରିବା ଏହି ପ୍ରକାର ଭୟଙ୍କର ତାଡ଼ନା ଜଗତ ଉପରକୁ ମାଡ଼ି ଆସୁଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସି ଆମମାନଙ୍କୁ ନେଇଯିବେ ମାତ୍ର ଯେଉଁ ତାଡ଼ନା ମଧ୍ୟ ଦେଇ ଆମକୁ ଯିବାକୁ ପଡିବ ସେଥିପାଇଁ ଆମେ ପ୍ରସ୍ତୁତ ରହିବା କେବଳ ଗୋଟିଏ କଥା ଯେତେବେଳେ ନିନ୍ଦା ତାଡ଼ନା ଆସିବ ଏଇ ମୁଖ କେବେ ମଧ୍ୟ ଯୀଶୁଙ୍କୁ ଅସ୍ୱୀକାର କରିବ ନାହିଁ ସାହସର ସହିତ ଯୀଶୁ ଖ୍ରୀଷ୍ଟ ହିଁ ପରମେଶ୍ୱର ଏହା କହି ଆଗକୁ ବଢିବାର ଅଛି ସେଥିପାଇଁ ଆମକୁ ଏଇ ପ୍ରାର୍ଥନା ବାଟରେ ଆମେ ଲାଗି ରହିଛୁ ଆମେ ପ୍ରାର୍ଥନା କରି 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 ତାଡ଼ନାକୁ ଆମେ କମାଉନାହୁଁ ଆମେ ପ୍ରାର୍ଥନା କରି କରି ଆମ ବିଶ୍ୱାସକୁ ଆମେ ଏତେ ବଢଉଛୁ ଯେ ପ୍ରକାର ତାଡ଼ନା ଆସିଲେ ମଧ୍ୟ ସେ ବିଶ୍ୱାସ ଦ୍ୱାରା ସେଇ ତାଡ଼ନାକୁ ଆମେ ସହ୍ୟ କରିପାରିବୁ ଆମେ ପ୍ରଭୁଙ୍କର ଗୌରବ ମହିମା ହେଉ ସେଥିପାଇଁ ସେ ଏଠି ସେ କହୁଅଛନ୍ତି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପାସନା ରୂପ ବଳି ଉତ୍ସର୍ଗ କରୁଅଛି ବୋଲି ମନେ କରିବ ଆଉ ସେମାନେ ଏହା ସବୁ କରିବେ କାରଣ ସେମାନେ ପିତାଙ୍କୁ କିମ୍ବା ମତେ ଜାଣି ନାହାନ୍ତି ଆମେ ଯଦି ପଢିବା ପାଇଁ ଯିବା ମୁଁ ଆପଣମାନଙ୍କ ନିମନ୍ତେ ପଢୁଛି ସେହି 15 ଅଧ୍ୟାୟ 19 ପଦ ସେ 18 ପଦ ଯଦି ଜଗତ ତୁମମାନଙ୍କୁ ଘୃଣା କରେ ତେବେ ତୁମ୍ଭମାନଙ୍କୁ ଘୃଣା କରିବା ପୂର୍ବେ ତାହା ଯେ ମତେ ଘୃଣା କରିଅଛି ଏହା ଜାଣ ଯଦି ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇଥାନ୍ତ ତେବେ ଜଗତ ତୁମ୍ଭମାନଙ୍କୁ ଘୃଣା ଆପଣାର ଲୋକ ଜାଣି ସ୍ନେହ କରନ୍ତା କିନ୍ତୁ ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇନାହ ବରଂ ମୁଁ ତୁମ୍ଭମାନଙ୍କୁ ଜଗତ ମଧ୍ୟରୁ ବର୍ଣ୍ଣିତ କରିଅଛି ଏ ନିମନ୍ତେ ଜଗତ ତୁମ୍ଭମାନଙ୍କୁ ଘୃଣା କରେ ପ୍ରିୟମାନେ ଜଗତ ଆମକୁ କାହିଁକି ଘୃଣା କରେ ଆମର କଦର୍ଯ୍ୟ କାମ ପାଇଁ ନାହିଁ ଆମେ ଜଗତର ଲୋକ ନାହୁଁ ପରମେଶ୍ୱର ଆମକୁ ଜଗତରୁ ଅଲଗା କରିଛନ୍ତି ମନୋନୀତ କରିଛନ୍ତି ସେଥିପାଇଁ ଆମକୁ ଘୃଣା କରିବା ପୂର୍ବରୁ ଯୀଶୁ ଖ୍ରୀଷ୍ଟଙ୍କୁ ଘୃଣା କରିଥିଲେ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ସାହସ ଧର ଆମକୁ କଣ କରିବାର ଅଛି ସାହସ ଧରିବାର ଅଛି ଆମର ସାହସ ପରିତ୍ୟାଗ କରିବାର ନାହିଁ ଆମର ସାହସର ମହା ପୁରସ୍କାର ରହିଅଛି ଏଇଟା ଗୋଟିଏ ପରେ ଗୋଟିଏ ଘଟଣା ଆମେ ସୋସିଆଲ ମିଡିଆରେ ଆମେ ଦେଖୁଛୁ ଏହି ପ୍ରକାର ଅନେକ ଘଟଣା ଆସିବ ଆଉ ସେଇ ଅନେକ ଘଟଣା ମଧ୍ୟରୁ ଆମର ମଧ୍ୟ କିଛି ଘଟଣା ଆସିବ ସେଥିପାଇଁ ଆମେ ମଣ୍ଡଳୀକୁ ଆମେ ପ୍ରସ୍ତୁତ କରିବା ଆଉ ନିଜକୁ ମଧ୍ୟ ଆମେ ପ୍ରସ୍ତୁତ କରି ରଖିବା କାରଣ এই ଜଗତରେ ଆମମାନଙ୍କ ନିମନ୍ତେ କ୍ଲେଶ ଅଛି ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସବୁ କ୍ଲେଶ ମଧ୍ୟ ଦେଇ ସେ ଜୟ କରି ଯାଇଛନ୍ତି ଶେଷ ପଦ ଗୋଟେ ପଢି ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ ମୋ ସହିତ ଆପଣମାନେ ପ୍ରଥମ ପିତର 2 ଅଧ୍ୟାୟର 21 ପଦରୁ ଆମେ ଟିକେ ପଢିବା ଲେଖାଗଲା ଏଥି ନିମନ୍ତେ ହିଁ ତୁମ୍ଭେମାନେ ଆହୁତ ହୋଇଅଛ କଣ ପାଇଁ ତୁମମାନଙ୍କୁ ଆହ୍ୱାନ କରାଯାଇଛି କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖ ଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖେଇ ଦେଇ ଯାଇଅଛନ୍ତି ପ୍ରିୟମାନେ କେତେ ସୁନ୍ଦର ଭାବରେ ପ୍ରଭୁ ଆମକୁ କହୁଛନ୍ତି କଣ ପାଇଁ ଆମକୁ ଡାକିଛନ୍ତି এই ପୃଥିବୀରେ ପ୍ରଭୁଙ୍କର ପଦ ଚିହ୍ନ ଦେଇ ଆମକୁ ଆଗକୁ ବଢିବାର ଅଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ କି ପ୍ରକାର ଭାବରେ ପ୍ରତ୍ୟେକ ଦୁଃଖ ଭୋଗକୁ ଜୟ କରି ସେ ଆଗକୁ ଯାଇଥିଲେ ଆମକୁ ମଧ୍ୟ ସେଇ ପ୍ରକାର ସବୁ ପ୍ରକାର ଦୁଃଖ କଷ୍ଟ ନିନ୍ଦା ତାଡ଼ନା ମଧ୍ୟ ଦେଇ ଆମକୁ ଯିବାର ଅଛି ଆମର ସାହସକୁ ପରିତ୍ୟାଗ କରିବାର ନାହିଁ ପ୍ରଭୁଙ୍କୁ ପାଇଲା ପରେ ଆମମାନଙ୍କ ଜୀବନରେ ଅନେକ ଆଶୀର୍ବାଦ ରହିଛି ତାହା ସହିତ ତାଡ଼ନା ମଧ୍ୟ ରହିଛି କ୍ଲେଶ ମଧ୍ୟ ରହିଛି ନିନ୍ଦା ତାଡ଼ନା ରହିଛି ଆଉ ଆମକୁ ଏଇ ସବୁ ବିଷୟରେ ଭାଙ୍ଗି ନ ଯିବାର ଅଛି ଆମକୁ ଆହୁରି ଅଧିକ ସାହସର ସହିତ ଏହି ମାର୍ଗକୁ ଆମେ ଚାଲିବାର ଅଛି ଆମେ ଗୀତରେ ଆମେ ଗାଉ ଦୁର୍ଗମ ପଥର ଯାତ୍ରୀ ଚାଲରେ ଆଗେଇ ଚାଲ ସଦା ଯୀଶୁଙ୍କୁ ଲକ୍ଷ୍ୟ ରଖି ଆଗେଇ ଚାଲ
ଆମ ଆଗରେ ଆମର ପ୍ରଭୁ କୃଷ ବହନ କରି ସେ ଚାଲି ଯାଇଛନ୍ତି। ଆମକୁ କହିଲେ ଯେ କେହି ମୋହର ଅନୁଗମନ ହେବା ପାଇଁ ଚାହେଁ ସେ ଆପଣା କୃଷ ବହନ କରି ପ୍ରତିଦିନ ମୋହର ଅନୁଗମନ କରୁ। କୃଷ ମାନେ କଣ? ଦୁଃଖ, ନିନ୍ଦା, ତାଳନା, କ୍ଲେଶ, ଏସବୁ ବିଷୟ ଗୁଡିକ। ସେଥିପାଇଁ ପାଉଲ ଆମମାନଙ୍କୁ ଉତ୍ସାହିତ କରି ସେ ରୋମୀୟ ମଣ୍ଡଳୀକୁ ସେ ପତ୍ର ଲେଖନ୍ତି। ସେ ପଦ ପଢି ଆମମାନେ ପ୍ରାର୍ଥନା କରିବା ପାଇଁ ଯିବା। ରୋମୀୟ ମଣ୍ଡଳୀ 8 ଅଧ୍ୟାୟକୁ ଆମେ ଯିବା। ସେ ଲେଖା ଯାଉଛି ଯେ 35 ପଦରୁ ଏଠି କେତେ ପ୍ରକାର କୃଷ ଦେଖନ୍ତୁ। ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭମାନଙ୍କୁ ବିଚ୍ଛିନ୍ନ କରିବ? କି କ୍ଲେଶ, କି ସଙ୍କଟ, ଦୁଇରେ କି ତାଳନା, କି ଦୁର୍ଭିକ୍ଷ, କି ଉଲଙ୍ଗତା, କି ବିପଦ, କି ଖଡ୍ଗ। ଟିକେ କାଉଣ୍ଟ କରନ୍ତୁ। ନା କ୍ଲେଶ ଆମକୁ ଅଲଗା କରିପାରିବ, ନା ସଙ୍କଟ ଆମକୁ ଅଲଗା କରିପାରିବ, ନା ତାଳନା ଆମକୁ ଅଲଗା କରିପାରିବ, ନା ଦୁର୍ଭିକ୍ଷ, ନା ଉଲଙ୍ଗତା, ବିପଦ କି ଖଡ୍ଗ। ଯେପରି ଲେଖା ଅଛି, ତୁମ୍ଭମାନଙ୍କ ନିମନ୍ତେ ଆମ୍ଭେମାନେ ସମସ୍ତ ଦିନ ନିହତ ହେଉଅଛୁ। ଆମ୍ଭେମାନେ ବୋଧଯୋଗ୍ୟ ମେଷଗଣ ପରି ଗଣିତ ହେଉଅଛୁ। ତଥାପି ଯେ ଆମ୍ଭମାନଙ୍କୁ ପ୍ରେମ କଲେ ତାହାଙ୍କ ଦ୍ୱାରା ଆମ୍ଭେମାନେ ଏଇ ସମସ୍ତ ବିଷୟରେ ସର୍ବତ ଭାବରେ ବିଜୟୀ ଅଟୁ। ଏ ସବୁ ବିଷୟକୁ ଆମେ ଜୟ କରିବା ଲୋକ ଅଟୁ। ଖ୍ରୀଷ୍ଟଙ୍କର ପ୍ରେମରୁ ଏଇ ଦୁନିଆରେ କୌଣସି ପ୍ରକାର ଶକ୍ତି ନାହିଁ ଯୋଉ ଶକ୍ତି କି ଆମକୁ ଅଲଗା କରିପାରିବ। ଏଇଟା ହଉଛି Amen. ପାଉଲଙ୍କ ଟେଷ୍ଟିମନି। Hallelujah. ପାଉଲ ଏଇ ସବୁ ମଧ୍ୟ ଦେଇକିନା ଯାଇଛନ୍ତି। ଆଉ ସେ ସବୁରେ ଆମକୁ ଚ୍ୟାଲେଞ୍ଜ କରୁଛନ୍ତି। ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଅଲଗା କରିବା ଲୋକ ନାହାନ୍ତି। ଏବେ ଯାଏ କୌଣସି ଖଣ୍ଡା ବାହାରି ନାହିଁ ମତେ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିଦେଇ ପାରିବେ। ଏବେ ଯାଏ କୌଣସି ପ୍ରକାର ଦୁର୍ଭିକ୍ଷ ନାହିଁ, ଉଲଙ୍ଗତା ନାହିଁ, ଏମିତି କୌଣସି ପ୍ରକାର ଅସ୍ତ୍ର ଏବେ ଯାଏ ତିଆରି ହେଇନାହିଁ ଯୋଉ ଅସ୍ତ୍ର କି ମତେ ଖ୍ରୀଷ୍ଟଙ୍କ ପ୍ରେମରୁ ଅଲଗା କରିଦେବ। ପ୍ରିୟମାନେ, ପ୍ରଥମ ଶତାବ୍ଦୀରେ ପ୍ରଭୁଙ୍କ ଦାସ ମାନେ ହସି ହସି ସେମାନେ ପ୍ରଭୁଙ୍କ ନିମନ୍ତେ ଜୀବନ ଦେଲେ। ପିତରଙ୍କୁ ଉଲ୍ଟା କ୍ରୁଶରେ ଟାଙ୍ଗିକିନା ତାଙ୍କୁ ମରାଗଲା। ଭାବନ୍ତୁ, ଯୋଉ ପିତରଙ୍କୁ ସିଧା କ୍ରୁଶରେ ଟଙ୍ଗା ଯାଉଥିଲା ସେ କହିଲେ ମତେ ଛାଡିଦିଅ ବୋଲି କହିଲେ ନାହିଁ। ଯୀଶୁ ଖ୍ରୀଷ୍ଟ ଯେମିତି କ୍ରୁଶରେ ଚଢିଲେ ମୁଁ ସେମିତି ଯୋଗ୍ୟ ନାହିଁ, ମତେ ଉଲ୍ଟା କ୍ରୁଶରେ ଦିଅନ୍ତୁ। ପିତରଙ୍କୁ ଉଲ୍ଟା କ୍ରୁଶରେ ଦିଆଗଲା। ଆମର ଭାରତରେ ଥୋମାଙ୍କୁ ବର୍ଷା ଫିଙ୍ଗିକିନା ତାଙ୍କୁ ମରାଗଲା। ଭାବନ୍ତୁ କି ପ୍ରକାର ଭାବରେ ପ୍ରଭୁଙ୍କର ଦାସ ମାନେ ସେମାନେ କ୍ଲେଶ ତାଳନା ମଧ୍ୟ ଦେଇ ଯାଇଛନ୍ତି ଆଉ ସେ ସବୁକୁ ଜୟ କରିଛନ୍ତି। ଆଜି ମଣ୍ଡଳୀ ଏଇ ସବୁ ନିମନ୍ତେ ନିଜକୁ ପ୍ରସ୍ତୁତ ଆମେ କରିବାର ଅଛି। ହେଇପାରେ ଆସନ୍ତା ସମୟରେ ଆମକୁ ତାଳନା ଆସିବ, ମାତ୍ର ସେଇ ତାଳନା ସମୟରେ ଆମର ସାହସକୁ ପରିତ୍ୟାଗ କରିବାର ନାହିଁ। ବୋଲ୍ଡଲି ସାହସର ସହିତ ଯୀଶୁ ପରମେଶ୍ୱର ଅଟନ୍ତି, ସେ ଉଦ୍ଧାରକର୍ତ୍ତା ଅଟନ୍ତି। ଏହା ଆମେ ସ୍ୱୀକାର କରି ଆମେ ଆଗକୁ ବଢିବାର ଅଛି। ଯେତେବେଳେ ସ୍ତିଫାନଙ୍କୁ ପଥର ପକେଇ ମାରୁଥିଲେ ସେତେବେଳେ ସେ ଯୀଶୁଙ୍କୁ ଅସ୍ୱୀକାର କଲେ ନାହିଁ, ସେ ନିଜର ଆତ୍ମାକୁ ପ୍ରଭୁଙ୍କ ଠାରେ ସମର୍ପଣ କଲେ। ପ୍ରିୟମାନେ, ଆସନ୍ତୁ ଆମେ ନିଜକୁ ଆମେ ପ୍ରସ୍ତୁତ ଆମେ କରିବା। Amen. ତାଳନା ଆସୁ ବୋଲି ଆମେ ନାହିଁ, ମାତ୍ର ତାଳନା ଆସିବା ସମୟରେ ଆମେ ଦୁର୍ବଳ ନ ହେଉ, ଆମର ଆଣ୍ଠୁ ଥର ଥର ନ ହେଉ। ସଦ୍ରକ ମେଶକ ଅବେଦନଗ ପରି ରାଜାଙ୍କ ସମ୍ମୁଖରେ ଠିଆ ହେଇ ଆମେ କହିବାର ଆବଶ୍ୟକ ରହିଛି ଯୀଶୁ ହିଁ ପରମେଶ୍ୱର। ଯୀଶୁଙ୍କ ଛଡା ଆମେ କାହା ଆଗରେ ଆମର ମସ୍ତକକୁ ଆମେ ନତ କରିପାରିବ ନାହିଁ। ପ୍ରିୟମାନେ, ପ୍ରଥମ ଶତାବ୍ଦୀରେ ସେଇ ପ୍ରକାର ଭାବରେ ଆମର ପ୍ରଭୁଙ୍କ ଦାସ ଦାସୀ ମାନେ ତାଳନା ମଧ୍ୟ ଦେଇ ଯାଇଛନ୍ତି। ଆମେ ରେପଚର ସମୟରେ ବିଶ୍ୱାସୀ ଭାଇ ଭଉଣୀ ମାନେ ଅଟୁ। ଏଇ ସମୟରେ ଅତ୍ୟଧିକ ପରିମାଣରେ ମଣ୍ଡଳୀକୁ ତାଳନା ହେବ। ମାତ୍ର ଗୋଟିଏ କଥା କହିବା ପାଇଁ ଚାହେଁ, ସାହସ ଧରନ୍ତୁ, ସାହସକୁ ପରିତ୍ୟାଗ କରନ୍ତୁ ନାହିଁ। ଆମର ସାହସର ମହା ପୁରସ୍କାର ଅଛି। ଆସନ୍ତୁ ଆମେ ପ୍ରାର୍ଥନା କରିବା ପାଇଁ ଯିବା। Yes. ପ୍ରଭୁଙ୍କୁ ନିଜ Thank you, ହସ୍ତରେ, Jesus. ପ୍ରଭୁଙ୍କ ହସ୍ତରେ ନିଜକୁ ଆମେ ସମର୍ପଣ କରିବା ଆଉ Amen. Thank କହିବା, you, ପ୍ରଭୁ Jesus. ଆସୁ ନିନ୍ଦା, ଆସୁ Yes, ତାଳନା, Lord. ଯେତେ ପ୍ରକାର ଆସିଲେ ମଧ୍ୟ ମୁଁ ମୋର ସାହସକୁ ପରିତ୍ୟାଗ କରିବା ପାଇଁ ଚାହୁଁନାହିଁ। ମୁଁ ସାହସର Amen. ସହିତ ପ୍ରତ୍ୟେକ ପରିସ୍ଥିତିକୁ ମୁଁ ସାମ୍ନା କରିବା ପାଇଁ ଚାହୁଁଛି। ମୁଁ Amen. ଜାଣେ Thank you, ନାହିଁ ଆପଣ Jesus. ମଧ୍ୟ କୋଉ ପ୍ରକାର ତାଳନା ମଧ୍ୟ ଦେଇ ଆପଣ ଯାଉଛନ୍ତି ମତେ ଜଣା ନାହିଁ, ମାତ୍ର Amen. ପରମେଶ୍ୱର କହୁଛନ୍ତି ତୁମେ ସାହସ ଛାଡ ନାହିଁ, ସାହସ ପରିତ୍ୟାଗ କର ନାହିଁ। ଏଇ ସାହସର ମହା ପୁରସ୍କାର ରହିଅଛି। ପ୍ରଭୁଙ୍କର ଧନ୍ୟବାଦ କରିବା, ପ୍ରଶଂସା କରିବା। ପ୍ରଭୁ ଏଇ ସକାଳ Hallelujah. ସମୟରେ ଆମକୁ ଏନକରେଜ କରିଛନ୍ତି, ଆମକୁ ମଜବୁତ କରିଛନ୍ତି। ଆସନ୍ତା ସମୟରେ ଆସୁଥିବା ବିପଦ ଗୁଡିକକୁ ସାମ୍ନା କରିବା ପାଇଁ ଆମମାନଙ୍କୁ ଶକ୍ତି ପ୍ରଦାନ Amen. କରିଛନ୍ତି, Thank you, ଉତ୍ସାହିତ Jesus. କରିଛନ୍ତି। Amen. ହାଲେଲୁୟା ରାଜା, ଆମେ ଧନ୍ୟବାଦ ଦଉଛୁ, ଧନ୍ୟବାଦ Thank ଦଉଛୁ you. ପ୍ରଭୁ।